ସାର୍ ମୋ ନାଁ ହେଉଛି ଗୌତମ ବେହେରା। ମୁଁ ରାସୋଳ ହାଇସ୍କୁଲରେ ପଢ଼ୁଥିଲି କେଉଁ କ୍ଲାସ୍? 10ମ। କ'ଣ ଅସୁବିଧା ପାଇଁ ଆଜି ପରୀକ୍ଷା ଦେଲନି? ସାର୍ ଯେ ପଇସା ମାଗିଲେ ଯେ ଆମେ ଗରିବ ଲୋକ, ପଇସା ନାହିଁ। ପଇସା ମାଗିଲେ ଆଇଡେଣ୍ଟି କାର୍ଡ଼ ଦେଲେ ନାହିଁ ହେଇଛି ସ୍କୁଲ ବାଲା। କ'ଣ ସ୍କୁଲ ବାଲା କହିଲେ? ତୁମେ ସ୍କୁଲ ଯେତେବେଳେ ଯାଇଥିଲ କହିଲ କ'ଣ ସେ କହିଲେ? ସେ ପଇସା କଥା କହିଲେ ଯେ ଆଇଡେଣ୍ଟି କାର୍ଡ଼ ନେବା ପାଇଁ, ଆଉ ଆଇଡେଣ୍ଟି କାର୍ଡ଼ ପଇସା ଦେଲେ ଆଣିବୁ। ଆମେ ଗରିବ ଲୋକ, ମୁଁ ମନା କଲି, କହିଲେ ଗରିବ ଲୋକ ପଇସା ନାହିଁ, ସେଥିରେ ଦେଲେ ନାହିଁ। ରାତିରେ କାଲି 9ଟାରେ ଆଇଲେ କହିଲେ କି ପରୀକ୍ଷା ଦେବନି, ତାର ଦେଲେ ନାହିଁ ଯେ ମୁଁ ପରୀକ୍ଷା ଦେଲେ ନାହିଁ। ପରୀକ୍ଷା ଚିନ୍ତାରେ ରହିଲି, ଏଥିପାଇଁ ଖାଇନି ପିଇନି, ମୁଁ ଏଥିପାଇଁ ଅଛି ହେଇଯାଏ। ଆଜ୍ଞା ଆପଣଙ୍କ ତ ଯେଉଁ ସ୍କୁଲକୁ ଗଲା 12 ପିଲା, ସେ ତାର ପ୍ରମାଣପତ୍ର ପାଇଲାନି। ଯେଉଁଟା କହୁଛନ୍ତି ଆମ ତ ଜାଣିନୁ, ଆମ ମୂର୍ଖ ଲୋକ, ଆଡ଼ମିଟ୍ କାର୍ଡ଼ କ'ଣ ଆମେ ଜାଣିନୁ। ଏଇଟା ନହେଲେ ଆଲାଉ ହେବନି। ଆଲାଉ କହିଲେ ବି ଏଇଟା ଆମ ସମସ୍ତେ ବି କହୁଛନ୍ତି, ଇଂଲିଶ ଓଡ଼ିଆ ସବୁ ଚାଲିଛି ଏ ଦୁନିଆରେ। ତେଣୁକରି ଆଜ୍ଞା ପିଲା ଯଦି ପ୍ରମାଣପତ୍ର ନ ପାଇଲା ତାହେଲେ କେମିତି ସ୍କୁଲକୁ ଯିବ? ତ ହେଇ ଆଉ ଚେଷ୍ଟା କରିଛି, ସକାଳୁ ମୁଁ ନେଇଲି, କିନ୍ତୁ ତାର ପ୍ରମାଣପତ୍ର ନଥିଲା ବୋଲି ତାକୁ ଫେରାଇ ଆଣିଲି।